ନୂଆକୋରିଆ ଗାଁରେ 72ତମ ଅଷ୍ଟପହର ନାମଯଜ୍ଞ ଅନୁଷ୍ଠିତ। ଢେଙ୍କାନାଳ ଉପକଣ୍ଠ ନୂଆକୋରିଆ ଗ୍ରାମରେ 72ତମ ଅଷ୍ଟପହର ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ଗତକାଲି ଗୁରୁବାର ଦିନ ସକଳସ ପୂଜା କରାଯାଇ କୁଞ୍ଜରେ ରାଧାକୃଷ୍ଣଙ୍କୁ ସ୍ଥାପନ କରାଯାଇଥିଲା। ପରେ ଅଖଣ୍ଡ ଦୀପ ସ୍ଥାପନା ଓ ଅଧିବାସ ପୂଜା କାର୍ଯ୍ୟ ଆରମ୍ଭ କରାଯାଇଥିଲା। ଅଦ୍ୟ ଶୁକ୍ରବାର ସକାଳ 6 ଘଟିକା ଠାରୁ ନାମ ଆରମ୍ଭ ହୋଇ ଆସନ୍ତାକାଲି ସକାଳ 6 ଘଟିକା ପର୍ଯ୍ୟନ୍ତ ଚାଲୁ ରହିବ। ଆଖପାଖ ଅଞ୍ଚଳର ପ୍ରାୟ 10 ଦଳ କୀର୍ତ୍ତନ ମଣ୍ଡଳୀ ଯୋଗଦାନ କରି ସଂକୀର୍ତ୍ତନ କରିଥିଲେ। ଏଥିରେ ମୁଖ୍ୟ ଅତିଥି ଭାବେ ଇଣ୍ଡିଆନ୍ ପୋଷ୍ଟାଲ ସାଧାରଣ ପରିଚାଳକ ବିକାଶ କୁମାର ଚୌଧୁରୀ ଯୋଗଦାନ କରି ପ୍ରଭୁଙ୍କ କୃପା ଲାଭ କରିଥିଲେ। ଆସନ୍ତାକାଲି ନଗର କୀର୍ତ୍ତନ ଓ ପ୍ରସାଦ ସେବନ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମକୁ ନୂଆକୋରିଆ ଗ୍ରାମବାସୀମାନେ ଭକ୍ତିର ସହିତ ଯୋଗଦାନ କରି ସହଯୋଗ କରିଥିଲେ। ଢେଙ୍କାନାଳରୁ ଶୁଭମ ପାଣିଙ୍କ ରିପୋର୍ଟ, RM ନ୍ୟୁଜ୍ 8।